Praise the Lord. Hallelujah. Thank you, Jesus. धन्यवाद धन्यवाद. Praise the Lord. प्रभुଙ୍କର महान पवित्र नामର ଗୌରବ ହେଉ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମୋର ଶୁଭେଚ୍ଛା ନମସ୍କାର. ପ୍ରେଜ୍ ଦ ଲର୍ଡ ଜ୍ଞାପନ କରୁଅଛି. ମୋର ଭଏସ୍ ଭିଡିଓ କ୍ଲିୟର ଅଛି ବୋଲି ଆଶା କରୁଛି. ପ୍ରେଜ୍ ଦ ଲର୍ଡ. ପାତାଳର ପ୍ରଥମ ପ୍ରକାରର ପାତାଳ ବିଷୟରେ ମାନେ ଅଧ୍ୟୟନ କରୁଛୁ. ଫର୍ଷ୍ଟ ଟାଇପ୍ ଅଫ୍ ହେଲ୍. ପାତାଳ 7 ପ୍ରକାର ବୋଲି କହିଲି. ଆଉ ସେଥିରୁ ପ୍ରଥମ ଟାଇପ୍ ହେଲା ପ୍ରଥମ ପ୍ରକାର ପାତାଳ ଅଟେ ପୃଥିବୀ ଉପରେ ପାତାଳ. ପୃଥିବୀ ଉପରେ ହିଁ ନରକ, ଅର୍ଥାତ୍ ବଞ୍ଚି ଥାଉ ଥାଉ ନରକ. ବହୁତ ଜଣଙ୍କର ଗୋଟେ ଧାରଣା କଣ, ମାନେ ମରଲା ପରେ ତ ନାଇଁ, କିନ୍ତୁ ଆମମାନେ ବର୍ତ୍ତମାନ ଜାଣିବା ଆବଶ୍ୟକ ବଞ୍ଚି ଥାଉ ଥାଉ ମଧ୍ୟ ପରମେଶ୍ୱର ନରକ ଭୋଗ କରାଇ ପାରିବେ. ବଞ୍ଚୁଛୁ ନା ମରୁଛୁ ତାର ଠିକଣା ବି ନଥିବ, ସେମିତି ଦଣ୍ଡ ଭୋଗିବାର ପରିସ୍ଥିତି. ତ ଏ ଯୋଉ ପ୍ରଭୁଙ୍କର ଆଗମନରେ ମଣ୍ଡଳୀ ଉଠାଗଲା ପରେ ଯେଉଁ 7 ବର୍ଷର କିମ୍ବା 10 ବର୍ଷର ଦିନ ଗୁଡ଼ିକ ଥିବ ତାହା ସବୁ ମହାକ୍ଲେଶ କାଳ ଅଟେ. ଗ୍ରେଟ୍ ଟ୍ରିବୁଲେସନ ବୋଲି କହନ୍ତି. ଏପରି ମହାକ୍ଲେଶ ଯାହା ଏହା ପୂର୍ବରୁ ଆପଣମାନେ କେବେ ଦେଖିନଥିବେ ବୋଲି ବାଇବଲ କହେ. ଆପଣମାନେ କେବେ ଦେଖିନାହାନ୍ତି ସେଇଭଳି ମହାକ୍ଲେଶ. ପୁଣି ମାଥ୍ୟୁ 24:21 ଶରନ୍ଦୀପ ଅଛି sir. Praise the Lord. ପ୍ରେଜ୍ ର ଶରନ୍ଦୀପ ପଢିବ. ମାଥ୍ୟୁ 24:21 24:21. କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି କେବେ ହେଁ ଘଟିବ ନାହିଁ. ବାସ୍, ଏପରି ମହାକ୍ଲେଶ ଘଟିବ ଯାହା କେବେ ଘଟି ନାହିଁ, ଆଉ ତାପରେ ଘଟିବା ପାଇଁ ମଣିଷ ଥିଲେ ସିନା, ମରି ତ ଯିବେ, ଆଉ ବାଲାନ୍ସ ରହିବା କଷ୍ଟ. There is no world after that. ଜେନେରାଲି ଚିନ୍ତା କଲେ ଅଲରେଡି ପାପୀ ମାନେ ତ ମରିକି ନରକକୁ ଯିବେ ତ ଯିବେ, ଆଉ ନା ପ୍ରଭୁଙ୍କର ସେ ଷ୍ଟାଇଲ ଦେଖ ନା, ବଞ୍ଚି ଥାଉ ଥାଉ ନରକ ଛାଡିବେ ମାନଙ୍କ ଉପରେ. ରିଜନ କହିବି, ବ୍ୟସ୍ତ ହୁଅନ୍ତୁ ନାହିଁ. ତୁଚ୍ଛାରେ ଏଇ 2 ଗୁଣ ନରକ ତୁଚ୍ଛାରେ ମିଳେ ନାହିଁ ଆଜ୍ଞା. 2 ଗୁଣ ନରକ ମାନେ କଣ? ବଞ୍ଚି ଥାଉ ଥାଉ ନରକ ନାଇକି. ଏଇ ମହାକ୍ଲେଶ କାଳରେ ଯେଉଁ ସପ୍ତ ଈଶ୍ୱରଙ୍କର ସପ୍ତ କ୍ରୋଧର ସପ୍ତ ପାତ୍ର ଲୋକମାନଙ୍କ ଉପରେ ଢାଳି ଦେଲା ବେଳେ ଯେଉଁ ଯନ୍ତ୍ରଣାର ବିସ୍ଫୋଟକ ବାହାରିବ, ଯେଉଁ ବଥ ଗୁଡିକ ବାହାରିବ, ଇଟ୍ସ ସୋ ପେନଫୁଲ ଲାଇକ୍ ହେଲ୍. ତ ଅବଭିୟସଲି ଏଇ ଯନ୍ତ୍ରଣାରେ କିଏ ପାରିବ? ମରିବ. ମରିଲା ପରେ ଛୁଟକାରା କି ନାଇଁ, ଡାଇରେକ୍ଟ ହେଲ୍. 2 ଗୁଣ ନରକ ବୋଲି କହନ୍ତି. ପଢ ମାଥ୍ୟୁ 23:15. ମାଥ୍ୟୁ 23:15. ହଁ, ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି ଯେତେବେଳେ ସେ ହୁଏ ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା 2 ଗୁଣ ନରକର ପାତ୍ର କରୁଥାଅ. ବାସ୍ ଏ ପଏଣ୍ଟଟା ମନେ ରଖନ୍ତୁ. 2 ଗୁଣ ନରକ ପାତ୍ର. ଗୋଟେ ନରକ ନାହିଁ, କେତେ ଜଣ 2 ଗୁଣ ନରକ ପାତ୍ର ହେବେ. ପୁଣି ମୁଁ ତ କହୁଥିଲି କି ସ୍ତର
ଜଣଙ୍କର ଯନ୍ତ୍ରଣା ଅପେକ୍ଷା ଆଉ ଜଣଙ୍କର ଯନ୍ତ୍ରଣା ବଡ ଥିବ ପୁଣି ଇଟ୍ ୱିଲ୍ ବିକମ୍ ସିଭିୟର। ଆମେ ଫ୍ୟାନ୍ ଜଳାଇଲା ବେଳେ 1 2 3 4 5 ନମ୍ବର ଥିବ କି ନାହିଁ? ଗ୍ୟାସ୍ ଷ୍ଟଭରେ କମାଇବା ପାଇଁ ଥିବ, ସିମ୍ କରିବା ପାଇଁ ଥିବ, ଟୋଟାଲି ବେଶୀ କରିବା ପାଇଁ ଥିବ। ଯେମିତି ଆମେ ରେଗୁଲେଟର ୟୁଜ କରୁ ହାୱା କମାଇବା ପାଇଁ, ଗରମ କମାଇବା ପାଇଁ, ବେଶୀ କରିବା ପାଇଁ, ଏସି କମ କରିବା ପାଇଁ, ବେଶୀ କରିବା ପାଇଁ, ଥଣ୍ଡା। Likewise, there is severity in hell. Severity of what? Severity of torments. ଯନ୍ତ୍ରଣାର ପରିମାଣ, ଯନ୍ତ୍ରଣାର ସ୍ତର, ସେଟା ତ ଆମେ ଲାଷ୍ଟକୁ ଶିଖିବୁ। ଯେ ବର୍ତ୍ତମାନ ଏଠି କଣ ଦେଖୁଛୁ? 2 ଗୁଣ ନରକ, ପୁଣି 2 ଥର ନରକ ବୋଲି କହିଲେ ବି ଚଳିବ। ଏଇ ମହାକ୍ଲେଶ କାଳ, ପ୍ରକାଶିତ ବାକ୍ୟ 16 ଅଧ୍ୟାୟ 16 ଅଧ୍ୟାୟକୁ ଯିବାକୁ ପୂର୍ବରୁ ପ୍ରକାଶିତ ବାକ୍ୟ 6 ଅଧ୍ୟାୟ ପାଖକୁ ଆସିବା। ପ୍ରକାଶିତ ବାକ୍ୟ 6 ଅଧ୍ୟାୟ 12ରୁ 17 ଯାଏ, 12ରୁ 17 ମେଷ ଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହାଭୂମିକମ୍ପ ହେଲା। ସୂର୍ଯ୍ୟ ଲୋମ ନିର୍ମିତ କମ୍ବଳ ପରି କୃଷ୍ଣବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତବର୍ଣ୍ଣ ହେଲା। ପ୍ରବଳ ବାୟୁର ଆଘାତରେ ଡିମିରି ବୃକ୍ଷରୁ ଯେପରି ଅପକ୍ୱ ଫଳ ସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ର ସବୁ ପୃଥିବୀରେ ପତିତ ହେଲେ। ଆକାଶ ମଣ୍ଡଳ ଚର୍ମ ପୁସ୍ତକ ଗୁଡା ହେଲା ପରି ଗୁଡା ହୋଇ ଦୂରୀଭୂତ ହେଲା। ପୁଣି ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ। ଆଉ ପୃଥିବୀର ରାଜାମାନେ, ପାତ୍ର ମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧୀନ ଓ ସ୍ୱାଧୀନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ। ପୁଣି ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷ ଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ, କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି। ଆଉ କିଏ ଠିଆ ହୋଇପାରେ? ବାସ୍, ସେଇ ମହାକ୍ଲେଶ କାଳକୁ ଦିଆଯାଇଥିବା ନାମ କଣ? କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି। ମେଷ ଶାବକଙ୍କର, ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି। ତ ସେ ସମୟରେ କିଏ ବଞ୍ଚିତ? ଯେତିକି ଲିଷ୍ଟ ପଢା ହେଇଛି, every department, every section, every group of people include ହେଇଛନ୍ତି ସେ ଭିତରେ। ଏମାନେ ମରିବେ, ସେମାନେ ବଞ୍ଚିବେ ବୋଲିଲା ପରି ତ ନାହିଁ ସେଠି କିଛି। ଷଷ୍ଠ ମୁଦ୍ରା ଭାଙ୍ଗିଲା ବେଳକୁ, ଷଷ୍ଠ ମୁଦ୍ରା ଭାଙ୍ଗିଲା ବେଳକୁ ମ୍ୟୁଟ କରନ୍ତୁ, ନହେଲେ ଆପଣଙ୍କୁ ରିମୁଭ କରି ଦିଆଯିବ। ଦୟାକରି ଖରାପ ଭାବିବେନି। ଯଦି ବ୍ୟସ୍ତ ଅଛନ୍ତି, ଜୁମ୍ ଲେଫ୍ଟ କରିକି ୟୁଟ୍ୟୁବରେ ଦେଖିପାରିବେ ଲାଇଭ। ଯଦି ଆହୁରି ବ୍ୟସ୍ତ ଅଛନ୍ତି ତାହେଲେ ଥାଉ, ସକାଳକୁ ଶୁଣନ୍ତୁ। କନସେନ୍ଟ୍ରେଟ ନ କଲେ ଆପଣ ମାନେ ବୁଝିପାରିବେନି। ବସିକି ମାଇଣ୍ଡକୁ ଥଣ୍ଡା ରଖିକି, କୁଲ ରଖିକି, କାମ ବ୍ୟସ୍ତତା ସବୁ ସାରିକି ବସିଲେ ହିଁ ବୁଝିପାରିବେ ଏଇ ସବୁ ପ୍ରଚାର। ବାଙ୍ଗରା ଯକ୍ଷର ଗପ ଟାଇପ ର ପ୍ରଚାର ନୁହେଁ ଏଟା, ଯେହେତୁ ଆପଣ କାମ କରୁ କରୁ ଶୁଣି ପାରିବେ। କନସେନ୍ଟ୍ରେସନ ଦରକାର। ଓକେ, ଆପଣ ଡିଷ୍ଟର୍ବ ହୁଅନ୍ତୁନି, ମତେ ଡିଷ୍ଟର୍ବ କରନ୍ତୁନି। କଣ କହିବି ମୁଁ ଜାଣିପାରିବି ନାହିଁ। ଆପଣ ଜାଣିଛନ୍ତି ମୋର ସିଚୁଏସନ ଏଥିରେ ମୁଁ ଟିକେ ୱିକ୍। ପ୍ରେଜ ଦ ଲର୍ଡ। ଷଷ୍ଠ ମୁଦ୍ରା ଏଟା। ଆମେ ସପ୍ତ ମୁଦ୍ରା ଅଧ୍ୟୟନ କଲୁ, ସପ୍ତ ତୁରୀ ଅଧ୍ୟୟନ କଲୁ, ସପ୍ତ ପାତ୍ରର ବିଚାର ମଧ୍ୟ ଅଧ୍ୟୟନ କଲୁ। ଏସବୁ ବିଚାର ଅଟେ, ଜଜମେଣ୍ଟସ। ଜଗତ ଉପରକୁ ଆସିବାକୁ ଯାଉଥିବା ବିଭିନ୍ନ ପ୍ରକାର ବିଚାର ଅଟେ। କାହିଁକି ଆସେ ବିଚାର? କ୍ରୋଧ ସକାଶ ଆସେ। ପରମେଶ୍ୱରଙ୍କର କ୍ରୋଧ। ଖାଲି ପ୍ରେମର କଥା ବୋଧେ ଶୁଣି ଶୁଣି
ଅଛନ୍ତି ବୋଧେ ପରମେଶ୍ୱରଙ୍କ ପ୍ରେମ ବିଷୟରେ, ଖାଲି ପରମେଶ୍ୱରଙ୍କର ଦୟା କ୍ଷମା ବିଷୟରେ ହିଁ ଶୁଣି ଶୁଣି ଅଛନ୍ତି ବୋଧେ। ସେଇ କ୍ଷମା ଦୟା ପ୍ରେମ ଛଡା ଆଉ କିଛି ନାହିଁ, ତାପରେ କିଛି ନାହିଁ ବୋଲି ଭାବୁଛନ୍ତି ନା କଣ? ଆଜ୍ଞା, ଜହନ ଯାହା ଦେଖିଛନ୍ତି ଏହା ପ୍ରକାଶିତ ବାକ୍ୟରେ ଭବିଷ୍ୟତକୁ ଘଟି ସାରିଲା ପରି ଦେଖିଛନ୍ତି। ହେବାକୁ ଯାଉଛି ବୋଲି ଦେଖିନାହାନ୍ତି, ହେଉଅଛି ବୋଲି ଦେଖିଲେ। ମେଷ ଶାବକ ମୁଦ୍ରା ଫିଟାଇଲେ, ଫିଟାଇବେ ବୋଲି କହିଲେ ତାର ଅର୍ଥ କଣ? ଭବିଷ୍ୟତରେ ଏମିତି ଏମିତି ହେବ ପୁଣିରେ, ଏମିତି ଏମିତି ହେବ ପୁଣିରେ ବୋଲିଲା ପରି। ତ ଯଦି ହେବ, ଯଦି ତାହେଲେ ଆମେ କଣ, ଆମ ପାଖରେ କଣ ଅପସନ ଅଛି? କାମ କରିବା, ସେଟା ନ ହେଲା ପରେ ପ୍ରଭୁଙ୍କ ଗୋଡ ଧରିବା, ପ୍ରଭୁ ପ୍ରଭୁ ସେମିତି ନ ହେଉ, ସେ ମୁଦ୍ରା ନ ଫିଟାଉ, ଏସବୁ କରିଦେଇ ହେଇଥାନ୍ତା। ହେବ ବୋଲିଲା ପରେ ଦେଖିନାହାନ୍ତି, ହେଇ ହେଇ ଯାଉଛି କହିଲା ପରେ ଦେଖୁଛନ୍ତି। ତେଣୁକରି ଏହା କିଏ ଅଟକାଇ ପାରିବେନି। ଆଉ John saw this future happening right before his eyes. ମେଷ ଶାବକ ପ୍ରଥମ ମୁଦ୍ରା ଭାଙ୍ଗିଲେ, ଅଙ୍କ ଘଟିଲା। ମେଷ ଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି ମହାଭୂମିକମ୍ପ ହେବ ନା ହେଲା। ଏ ଗ୍ରାମର ଟା ଟିକେ ବୁଝନ୍ତୁ ତ, ପ୍ରକାଶିତ ବାକ୍ୟର ଗ୍ରାମର ଆପଣ ମାନେ। ପ୍ରଥମ ମୁଦ୍ରା ଫିଟାଇଲେ ଭୂମିକମ୍ପ ହେବ, ପୁଣି ପୁଣି ବୋଲି ଲେଖିଲେ କି ହେବ ବୋଲି ଲେଖିଲେ କି ହେବାକୁ ଯାଉଛି ବୋଲି ଲେଖିଲେ କି ହେଉଛି ବୋଲି ଲେଖିଲେ। ଜହନ ଫ୍ୟୁଚରକୁ ଝାଙ୍କିକି ଦେଖିଛନ୍ତି ପୁରା। What does it mean? ତାର ଅର୍ଥ କଣ? ଏଇଟା ଫ୍ୟୁଚର, କିଏ ଅଟକାଇ ପାରିବ ନାହିଁ। ଯଦି ଏଇ ସବୁ ଘଟଣା ଘଟିବ ନାହିଁ ଆଜ୍ଞା, ଜହନ ମିଛ ହେଇଯିବେ, ଜହନଙ୍କର କଥା ମିଛ ହେଇଯିବ। ନାଇଁ ପର ଲୋକମାନେ ପରେ ପ୍ରାର୍ଥନା କଲାରୁ ଆଉ ମୋର କ୍ରୋଧଟା କମିଗଲା, ଆଉ ମୁଁ କଣ କଲି, କଣ କହିବି ଓଡିଆରେ ଗୋଟେ ୱାର୍ଡ ଅଛି, I refrain myself from my wrath, ଇଂଲିଶରେ କହିଲା ପରି ମୁଁ କ୍ରୋଧ କରିବା ଛାଡିଲି ବୋଲା ପରି ନାହିଁ। ଏଟା ପୃଥିବୀର ରାଜା ମାନେ, ପାତ୍ର ମନ୍ତ୍ରୀ ମାନେ, ଗଲେ ଏଟା ରାଜା ମାନେ, ମନ୍ତ୍ରୀ ମାନେ, ସେନାପତି ମାନେ, ଧନୀ ମାନେ, ବଳବାନ ମାନେ, ପରାଧୀନ ସ୍ୱାଧୀନ ମାନେ, ଏଭରି ଡିପାର୍ଟମେଣ୍ଟ, ଏଭରି ଗଭର୍ଣ୍ଣମେଣ୍ଟ ଅଫିସିଆଲ୍ସ, ଏମାନେ ସବୁ ଆଜ୍ଞା ସରକାର ଯେତେବେଳେ ହାତ ଟେକି ଦିଏ, ପାରିବନି ଭାଇ ଚଲ ଧାଇଁବା ପଳେଇବା ବୋଲିଲା ପରି ଯେତେବେଳେ ହୁଏ, ଆପଣଙ୍କର ଆଖିରେ ଏକ୍ସାମ୍ପଲ ଅଛି ଶ୍ରୀଲଙ୍କା, ପ୍ରେସିଡେଣ୍ଟ ଛାଡି ପଳେଇଲା। ଆପଣ ପାକିସ୍ତାନ ଦେଖିପାରିବେ, ପ୍ରେସିଡେଣ୍ଟ ଛାଡି ପଳେଇଲା। ଆପଣ ମାନେ ଆଫଗାନିସ୍ତାନ ଦେଖିପାରିବେ, ପ୍ରେସିଡେଣ୍ଟ ଛାଡିକି ପଳେଇଲା ଦେଶକୁ। ଗଭର୍ଣ୍ଣମେଣ୍ଟ ଅଫିସିଆଲ୍ସ ଛାଡିକି ଯେତେବେଳେ ପଳାନ୍ତି, ପବ୍ଲିକ ଲୁଟିକି ଖାଇବେ ଦେଶକୁ। କାରଣ there is no ନିୟମ କାନୁନ, no law and order, no police, no arrest, no case, no law, no କାନୁନ। ଯାହାକୁ ଯୋଉଟା ଭଲ ଲାଗିଲା, ଯାହାକୁ ଯୋଉଟା ଦରକାର ପଡିଲା, ସେ ବସ୍ତ୍ର ଚାଉଳ ଚୋରିକି ନେଇଯିବ, ସୁନା ଚୋରିକି ନେଇଯିବ, ସେ ଜୁଏଲାରୀ ସବ ଭାଙ୍ଗିକି ଚୋରିକି ନେଇଯିବେ, ଆପଣଙ୍କ ଘରେ ପଶିକି ଆପଣଙ୍କ ଟିଭି ନେଇଯିବେ, ଆପଣଙ୍କ ଘରେ ପଶିକି। ଟିଭି କାହାକୁ ଦରକାର? ସେ ଟାଇମରେ ଖାଦ୍ୟ ତ ମିଳିବ ନାହିଁ। କଣ ଭାବୁଛନ୍ତି ଭବିଷ୍ୟତ? ଆକ୍ଚୁଆଲି ଏ ସବୁ ଆପଣ ମାନଙ୍କୁ ଅଲରେଡି ଜଣେଇ ସାରିଥିଲି। ଓକେ, এই ପିକ୍ଚର ଟିକେ ରଖିବା, ଟିକେ ଆପଣଙ୍କ ମାଇଣ୍ଡ ଟିକେ ଜଣା ପଡିବ ବୋଲି, ଆଇଡିଆ ଟିକେ ଆସିବ ବୋଲି। ଦେଖନ୍ତୁ ପିକ୍ଚରରେ ଆପଣ ମାନେ ଇମାଜିନେସନ ମାନଙ୍କର, ରିଅଲ ତ ନାହିଁ ନା, ଫଟୋ ତ କାଢିବେ। ଅବଭିୟସଲି ଆପଣ ମାନେ ସେ ଟର୍କିର ଅର୍ଥକ୍ୱେକ ଦେଖିପାରିବେ, ଫେବୃଆରୀରେ ଯୋଉ ଟର୍କିର ଅର୍ଥକ୍ୱେକ ଆସିଲା, ତାର ଭିଡିଓସ୍ ଦେଖନ୍ତୁ, ସେମିତି ଥିବ। ଯୋଉଠି ଗାଡି ସେଠି ରହିଗଲା, ଯୋଉଠି ଘର ସେଠି ରହିଗଲା, ଶବ ମୋଡ ରହିଗଲେ, ଆମର ଘର, ଆମର କାଗଜ ପତ୍ର, ଆମର ଗାଡି ବୋଲିଲା ପରି ନାହିଁ। ଯୋଉଠି ଝଡ ହଉଛି, ଯୋଉଠି ବାତ୍ୟା ହଉଛି, ଯୋଉଠି ବନ୍ୟା ହଉଛି, ଯୋଉଠି ଇଏ ହଉଛି, ଯୋଉଠି ଇଏ ହଉଛି, ସେ ହଉଛି, କିଏ କାହାକୁ ପଚାରୁଛି?
ବନ୍ୟା ଆସିଲା, ପାଣି ଆସିଗଲା, ଭାସି ଯାଉଛି, ତ ଲୋକ ମାନେ ଆମର ଟିଭି ମୋର ଫ୍ରିଜ ଧରିକି ବସିଥିବେ କି ମୋର ଛୁଆ କୁଆଡେ ଭାସିଗଲା, ମୋର ସ୍ୱାମୀ କୁଆଡେ ଭାସିଗଲା, ପଳାଇବେ ନା ଘର ଦ୍ୱାର ଛାଡିକି। ତ ଫ୍ୟୁଚରରେ ଯେତେବେଳେ ଦେଶକୁ ସରକାର ଛାଡି ଦିଏ, ଏଇ ସବୁ ବିପତ୍ତିକୁ ହ୍ୟାଣ୍ଡଲ କରି ନ ପାରି ଗୋଟେ ପରେ ଗୋଟେ, ଫଣ୍ଡସ ନାହିଁ। କୋଭିଡରେ ଲୋକମାନେ ପୀଡିତ ଥିଲେ ବୋଲି ହସ୍ପିଟାଲରେ ଯେହେତୁ ଡକ୍ଟର ମାନଙ୍କର ଡ୍ୟୁଟି ଥିଲା, ଡକ୍ଟର ମାନେ ଟିକେ ସାହାଯ୍ୟ କଲେ, ଡକ୍ଟର ନର୍ସ ସବୁ ମେଡିକାଲ ଡିପାର୍ଟମେଣ୍ଟ ସବୁ କରୁ କରୁ ସେମାନେ ବି ଏଫେକ୍ଟେଡ ହେଲେ, ସେମାନେ ବି ବହୁତ ଲୋକ ମରିଲେ। ତ ଯେତେବେଳେ ଏକ ବିଶ୍ୱବ୍ୟାପୀ ଏଭଳି ପରିସ୍ଥିତି ଆସେ, ଏଭ୍ରି ଡିପାର୍ଟମେଣ୍ଟ ଯେତେବେଳେ ଏଫେକ୍ଟେଡ ହେବ, ଜଣେ ପୁଲିସର ଘରେ ଯଦି ତାଙ୍କର ଘର ପରିବାର ଭାସି ଯାଉଛି, ପୁଲିସ ଡ୍ୟୁଟି କରିବ ନା, ଘର ସମ୍ଭାଳିବ? ତେଣୁ ସମସ୍ତେ ଆପଣ ଦେଖିବା ପାଇଁ ପଳାଇବେ, ପିପୁଲ ୱିଲ ରନ୍ ଆୱେ। ଫ୍ୟୁଚରକୁ ପିକ୍ଚର ବନେଇକି ଦେଖନ୍ତୁ ଆଜ୍ଞା। ଫର ଏକ୍ସାମ୍ପଲ ମଣିପୁର, ଆଜି କେତେଟା ନ୍ୟୁଜ ଶୁଣିଲି, ଓ ମାଇ ଗଡ, ପୁଲିସ ମାନଙ୍କ ସାମ୍ନାରେ ହିଁ ପୁଣି ସବୁ ପୁଲିସ ମାନେ ଥିଲେ, ଲେଡିଜ କେତେ ଜଣ ଅଧିକାରୀ ମାନେ ବି ଥିଲେ, ପୁଣି ହେଲେ ବି ଝିଅ ଦିଟା ଲେଡିଜ ଝିଅକୁ ସେ ପଦା ଭିତରେ ନେଇକି ସେ କ୍ଷେତ ଭିତରେ ନେଇକି ରେପ୍ କରିଲେ। ସେମ ଓଡିଶାରେ ଯେମିତି ହେଇଥିଲା, ଓଡିଶା କଥା କିଏ ବି ସେଟା ଦେଖୁଛି ମୁଁ। ମଣିପୁର କଣ ଦେଖିଛନ୍ତି? 2008ରେ ଓଡିଶାରେ ତ ହେଲା, ନନ୍ସ ମାନଙ୍କୁ ରେପ୍ କରାହେଲା, ସେ ବିଡିଓ ଅଫିସର ସାମ୍ନାରେ, କଲେକ୍ଟର ସାମ୍ନାରେ, ପୁଲିସ ସାମ୍ନାରେ ହିଁ ପୋଡେଇ ଦେଇଥିଲେ। କିଛି କହୁନାହାନ୍ତି କଣ? ସେତେବେଳେ ପଡା ସୋନିଆ ଗାନ୍ଧୀର ସରକାର ଥିଲା କେନ୍ଦ୍ରରେ, କିଛି କହିଲେନି। ଯେମିତି ମୋଦି ଚୁପ୍ ଅଛନ୍ତି ବର୍ତ୍ତମାନ, ସେତେବେଳେ ମନମୋହନ ସିଂ ବି ଚୁପ୍ ଥିଲେ। ମନମୋହନ ସିଂ ଯେତେବେଳେ ସାଉଥ ଆଫ୍ରିକା ଗଲେ, ସେଇ ଟାଇମରେ ସାଉଥ ଆଫ୍ରିକାରେ ଲୋକମାନେ ଗାଳି করে, ତମର ଇଣ୍ଡିଆରେ ଓଡିଶାରେ ଏମିତି ଗୋଟେ ପ୍ରୋବ୍ଲେମ ହଉଛି, ତମେ କାହିଁକି ଚୁପ୍ ଅଛ ବୋଲାରୁ, ତାପରେ ଆସିକି ସେ ଫୋନ କଲେ ନବୀନ ପଟ୍ଟନାୟକ ଆଜ୍ଞାଙ୍କୁ, କଣ ଚାଲିଛି ବୋଲି। ନୋବଡି ୱିଲ୍ କେୟାର ବ୍ରଦର, ଭାବୁଛନ୍ତି ବୋଧେ ସରକାର ହାତ ଟେକି ଦିଏ? କଣ ତାହା କ୍ରୋଧର ମହା ଦିନ, ଗୋଟେ ଦିନ ନାହିଁ। ଡେ ମିନ୍ସ ନଟ୍ ୱାନ୍ ଡେ, ସେଇ ବର୍ଷ ସାରା, ସେ ବର୍ଷ ଗୁଡିକ ସାରା କେବଳ ସଦାପ୍ରଭୁଙ୍କର କ୍ରୋଧ ଢାଳି ଦେବାର ବର୍ଷ ଗୁଡିକ ଗୋଟେ, ଇୟର୍ସ ଅଫ୍ ରାଥ୍। ଇସାୟ 2:20 ସଦାପ୍ରଭୁ ପୃଥିବୀକି ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମା ଗଣକୁ ସେଦିନ ମୂଷିକ ଓ ଚାମଚିକା ଗଣର ନିକଟରେ ପକାଇଦେବ। ତୁମ୍ଭେମାନେ ନାସାଗ୍ରେ ବାସ୍ ପ୍ରାଣ ବାସ୍, ବାୟୁଧାରୀ ହେଲା ହେଲା। ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା, ସ୍ୱର୍ଣ୍ଣମୟ ପ୍ରତିମା ଗଣକୁ ସେହିଦିନ ମୂଷିକ ଓ ଚାମଚିକା ଗଣର ନିକଟରେ ଫିଙ୍ଗି ଦେବ। ପୁଣି ମୂଷା ମାନଙ୍କ ସାମ୍ନାରେ, କୁକୁର ମାନଙ୍କ ସାମ୍ନାରେ, ଘୁଷୁରୀ ମାନଙ୍କ ସାମ୍ନାରେ, ଏ ଦେବଗଣ ଆମକୁ ରକ୍ଷା କରିପାରୁନାହାନ୍ତି ରେ ବାବୁ ବୋଲି, ଆମେ ଠକି ହେଇଗଲୁ ରେ, ଏତେ ପୂଜା କଲୁ, ଏତେ ପୂଜା କଲୁ, ଏତେ ଦାନ ଦେଲୁ, ଏତେ ସୁନା ଦେଲୁ, ଏତେ ଚାନ୍ଦା ଦେଲୁ, ଏ ମନ୍ଦିରକୁ ଏତେ ପଇସା ଦେଇକି ଆମେ ସଜାଇଲୁ,
बेकारटारे माने पारुन हमको रक्षा कर न पारले ए भगवान मान हमको कहीं रे बोली उपाड़ी की से प्रतिमा गुड़ उपाड़ी की फिंगी के धाइमा पुणे गुंफा भीतर पड़िबाकू लुचिबाकू सेठी भी बाइबल कहे ताहा सदा प्रभुंकर एक दिन 12 पद पढ़ 2 12 जिसाय କାରଣ ଅହଙ୍କାରୀ ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ। प्लस କାହାର ପ୍ରତିକୂଳରେ ପଏଣ୍ଟ ବି ନୋଟେଡ ଗର୍ବି ଅହଙ୍କାରୀ ଉଚ୍ଚୀକୃତ ହାଇଫାଇ ଲାଇଫଷ୍ଟାଇଲ गर्व प्राइड एरोगेंट इगोइस्टिक जो निजको हाईफाई देखा होचंते से समस्त एटा है फ्यूचर जो प्राउड देखा होचंते गर्व कोटा पे गर्व धन संपत्ति प्रॉपर्टी इन्फ्लुएंस समाज नाम अच्छे नेम फेम पॉपुलैरिटी सेलिब्रिटी प्रॉपर्टी लैंड्स घर द्वार बैंक बैलेंस इंश्योरेंस गाड़ी से सब लाइफ आराम रे चालू थी नहीं कि आम खटुचु से लाइफ चालू भल प्रभु रिचली ब्लेस करेंगे रिचली ब्लेस कर प्रभुंकर आशीर्वाद धनी हेबाटा नुहे आज्ञा मिछ कथा सेटा से प्रचार से सुसमाचार मिछ प्रॉस्पेरिटी धन प्रभुंकर आशीर्वाद नुहे जदि सत ही था तो समस्त विजाति मान भीतर धनी माने नहांती कि से माने प्रभु को न पाई धनी होती परा धन संपत्ति ऐश्वर्यर पद को बाइबल रे पद को आपण माने भौतिक भाव रे नेले सांसारिक भाव रे बुझिले धन पैसा सोना रूपा बोल भाविबे बाइबल हिसाब रे ऐश्वर्य हैला आत्मिक ऐश्वर्य हेवेनली रिचेस बोली कहंती स्वर्ग संबंधी वस्तु रे धनी धनी मानकर फ्यूचर एटा भविष्यत रे कौन लिखा है सदा प्रभुंकर एक दिन पड़े 7 वर्षर महाक्लेश काल सब एक दिन अटे तांको हिसाब रे प्रभु ए समस्त को शास्ति देवाई तुमको 10 वर्ष लगे कि प्रभु कहे 10 वर्ष कहीं मत गोटे दिन यथेष्ट तो से हिसाब से गोटे दिन अब उदाहरण दानियल पुस्तक अनुसार सप्ताह माने केते गोटे सप्ताह माने केते 7 वर्ष 1 वीक दानियल हिसाब रे शेष सप्ताह बोली कहते 70th वीक ऑफ दानियल तो गोटे दिन को गोटे गोटे वर्ष से 7 दिन है 7 वर्ष सेमिति 7 वर्षर महाक्लेश काल आपको बुझाऊली केते जन 7 वर्ष बोली कहती से महाक्लेश काल को केते जन 3.5 वर्ष ही बोली कहती 42 मास बोली लिखा अच्छे प्रकाशित वाक्य नले 1260 दिन बोली कहती से 3.5 वर्ष ही दानियल रो हिसाब रे 7 वर्षर महाक्लेश काल बोली कहा हुए केतक अध्ययन अनुसार मु 10 वर्ष देखी तो 3.5 वर्ष हो कि 7 वर्ष हो कि 10 वर्ष हो नरकर वर्ष आज्ञा कहीं माने से दिन गुड़िक को ए पात्र मंत्री माने राजा माने धनी माने कौन कहले मेष शावकर आ सिंहासन उपविष्ट व्यक्ति क्रोधर महादिन ग्रेट डे ऑफ रात ऑफ गॉड रात बोली कहती इंग्लिश रे परमेश्वर रागिले एमती थी वो दुनिया
परमेश्वर रागिले गरीब माने दिनहीन माने आत्महत्या नहीं धनी माने जाइए आत्महत्या कर मरीगले होता आज्ञा बोली बड़ बड़ पर्वत तल को जाइए टिके भूमि झटका हो आज्ञा आगे टिके भूमि झटका और थोड़ा हो कहीं बोले से बड़ पत्थर नहीं कि पहाड़ ऊपर मोर ऊपर आसिले कचाड़ी है मरबी लोक माने बड़ बड़ पत्थर तले मुंड दे देव पुणी कहीं बोल रो ए पत्थर तले कचाड़ी हेबा बेटर आज्ञा तांको क्रोधर सामने ठिया हेबा अपेक्षा better to die than to live in front of him, stand in front of him. परमेश्वर को सामना करिबा थारु मरिबाटा बेटर भाई बोली पळेबे किए दिनहीन लोक गरीब लोक जीवे कि ऋण सुझी पर न पारिबा लोक जीवे कि मरिया पाई सेलिब्रिटीज आज्ञा पॉपुलर राजा माने अर्थात सबु देशर प्रेसिडेंट्स माने गवर्नमेंट ऑफिशियल्स मिनिस्टर्स माने होम मिनिस्टर चीफ मिनिस्टर है फाइनेंस मिनिस्टर प्रधान सेनापति माने किए डिफेंस मिनिस्ट्री नुहे कि डिफेंस मिनिस्ट्री रक्षक दल डिपार्टमेंट ऑफ डिफेंस मरिबे क्रोधर महादिन उपस्थित तो केमिति थिबो ताहा आपण मानको सेटा देखायो बाबा कहउथिली प्रकाशित 16 अध्याय रे प्रकाशित 16 अध्याय को पद बाबू तत्परे मो मंदिर मध्यरु गोटे उच्च स्वर शुणिली ताहा सप्त दूतंकु कहिला जाओ ईश्वरंको क्रोधर सप्त पात्र पृथ्वी उपरे ढाळ गोटे मिनिट एथिरे सप्त दूतंकु कहिला गोटे स्वर जाओ ईश्वरंकर क्रोधर सप्त पात्र पृथ्वी उपरे ढाळ क्रोधर सप्त पात्र ईश्वरंकर क्रोध जेमिति रागी तो ये दूत माने गोटे गोटे पात्र धरिकी से राग को केमिति भर्ती करले कि से पात्र रे जणा नहीं कौन कही परमेश्वर जना नहीं से परमेश्वर को क्रोध को पात्र रे धरी की आसिकी ढाली दउछंती पुणी लोक मान को पृथ्वी ऊपर पड़ दुई पदर ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ ସେମାନଙ୍କ ଶରୀରରେ ଅତି କଷ୍ଟଦାୟକ ବିସ୍ଫୋଟକ ହେଲା। ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ ତହୁଁ ତାହା ମୃତ ଗୋଟେ ମିନିଟ ସେ ଦୁଇ ପଦ ଯଥେଷ୍ଟ। ପ୍ରଥମ ପାତ୍ର ଢାଳିଲାରୁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କଲେ ଆଉ ପ୍ରଣାମ କଲେ ସେ ପ୍ରତିମାକୁ ସେମାନଙ୍କ ଶରୀରରେ ଅତି କଣ ସେଟା ବାବୁ କଷ୍ଟଦାୟକ ବିସ୍ଫୋଟକ ଏଠି ଯନ୍ତ୍ରଣାଦାୟକ କ୍ଷତ ହେଲା ବିସ୍ଫୋଟ ବୟ ସେଟା ଦେଖିଛ ଆମେ ଅଲରେଡି ଏ ବିଷୟରେ ଶୁଣି ସାରିଥିଲେ। कोई नरक से कम नहीं है ये नरक ठारू कम नुहे आज्ञा एटा सब कि खाली बथ ही कि बथ बोलछन ऑइंटमेंट लगे देबा যন্ত্রণাদায়ক ক্ষত যন্ত্রণাদায়ক বিস্ফোটক and you know something मरिबे नहीं ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ମରିବେ ନାହିଁ। ଏ 7 ବର୍ଷର ମହାକ୍ଲେଶ କାଳରେ ମଝି ମଝିରେ ଏମିତି ଗୋଟେ ଯନ୍ତ୍ରଣା ଦିଆହବ ବାକି ତୃତୀୟ ବିଶ୍ୱଯୁଦ୍ଧରେ ଲୋକ ମରିବେ ଅନ୍ୟ ଇଏରେ ବି ଲୋକ ମରିବେ
କିନ୍ତୁ କେତେକ ଏମିତି ଯନ୍ତ୍ରଣା ଅଛି, ଏମିତି ଦଣ୍ଡ ଅଛି ଯାହା ଲୋକମାନେ ବଞ୍ଚି ଥାଉ ଥାଉ ଭୋଗିବାକୁ ବାଧ୍ୟ। ଆଜ୍ଞା, ହଁ, 8 ପଦ ପଢ, 16:8 ପ୍ରକାଶିତ। ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ, ତହୁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। ବସ୍, ସୂର୍ଯ୍ୟ ଉପରେ ଢାଳିଲାରୁ ସୂର୍ଯ୍ୟ ଠାରୁ ଏମିତି ଗରମ ବାହାରିଲା, ଉତ୍ତାପ ବାହାରିଲା କି ଲୋକମାନେ ସେ ଖରାକୁ ହିଁ ଖାଲି ପୋଡିକି ମରୁଛନ୍ତି। ଏତେ ଯନ୍ତ୍ରଣା। এই ବିସ୍ଫୋଟକରେ ନିଆଁ କିଛି ନାହିଁ ତ ଯନ୍ତ୍ରଣା ଅଛି। ସୂର୍ଯ୍ୟ ଖରାରେ ବି ନିଆଁ ଜଳେ ନା, ନରକରେ ନିଆଁ କୁଆଡେ, ଯନ୍ତ୍ରଣା ଦେଖ। ନିଆଁ ଜଳୁଥିବ ବୋଲଛ କି? ସେଟା କି ନିଆଁ ଜଣାନି, ଯନ୍ତ୍ରଣାର ନିଆଁ ଯେଟା। ବେଳେ ବେଳେ ହାତ ଜଳାଏ ନେଇକି, ବଥ କିଛି ହାତ ବଥ କି ଘା ହେଲେ ଜଳାଏ, ଏତେ ଜଳାଏ। ବେଳେ ବେଳେ ଆମେ ଆଇସ୍ ଲଗେଇଥାଉ, ବାପରେ ଏତେ ଜଳୁଛି କଣ। ନିଆଁ ନଥିବ ସେଠି, କିନ୍ତୁ ଜଳିବାଟା ଥାଏ। It will burn like something. ହୁଁ, 10-11 ପଦ ପଢ। ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ, ତହୁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିଭ କାମୁଡ଼ିବାକୁ ଲାଗିଲେ। ପୁଣି ସେମାନେ ଆପଣା ଆପଣା ବେଦନା ଓ ବିସ୍ଫୋଟକ ସକାଶେ ସ୍ୱର୍ଗସ୍ଥ ଈଶ୍ୱରଙ୍କର ନିନ୍ଦା କଲେ, ଆଉ ଆପଣା ଆପଣା କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ। ବାସ୍, ଏ ପଏଣ୍ଟଟା ମନେ ରଖନ୍ତୁ। ଭଣ୍ଡ ଖ୍ରୀଷ୍ଟର ସେ ପଶୁର ସିଂହାସନ ଉପରେ ଢାଳି ଦେଲେ କ୍ରୋଧର ପାତ୍ର। ତ କଣ ହେଲା? ପୁଣି ଏମିତି ଗୋଟେ ଟାଇପର ଅନ୍ଧାର ଆସିଗଲା। ପୁଣି ତ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ବା କାମୁଡିବାକୁ ଲାଗିଲେ। ସେ ଯନ୍ତ୍ର, ଅନ୍ଧାର ଆଜ୍ଞା, ନିଆଁ ବି ନାହିଁ। କେ କରଡ଼ାରେ ମାରୁଛନ୍ତି କି ନାହିଁ, କେ छुरी काते धरिकी काटी पकाउଛନ୍ତି कि नहीं, कोई उनको टच भी नहीं किया। जीभ कामुड़ कि से माने जीभ कहीं कामुड़ते, जीभ कहीं कामुड़ते, जिते बेले गोटे जंत्रणा बाहरे शरीर रे संभाली न पारी पाटी करू। प्रॉब्लम कौन? पाटी करला बेलू बथा आहरी बढ़ला बेलू सेते बेले जीभ कामुड़ते। ଯନ୍ତ୍ରଣା ଭୋଗ କରି ନ ପାରି ପାଟି କରିବାର ଅଛି, ଚିତ୍କାର କରିବାର ଅଛି। ଚିତ୍କାର କଲେ ଆହୁରି ବଥା ହଉଛି ବୋଲି ସାଉଣ୍ଡକୁ ବି ନିଜକୁ ଦବାଇକି ରଖିବା ପାଇଁ ଜିଭ କାମୁଡନ୍ତି। ଆଉ କଣ? ତା ସହିତ ବିସ୍ଫୋଟକ। ଆଉ ଏତିକି ଯନ୍ତ୍ରଣା ଭିତରେ ଲେଖା ଅଛି ସେମାନେ ମନ ପରିବର୍ତ୍ତନ କଲା ନାହିଁ, ବରଂ ଉଲ୍ଟା ପରମେଶ୍ୱରଙ୍କୁ ନିନ୍ଦା କଲେ। ବହୁତ ଜାଗାରେ ଲେଖା ଅଛି। ଏଠି ପଏଣ୍ଟ କଣ କହିବି ନା, ଏଇ ମହାକ୍ଲେଶ କାଳକୁ ପ୍ରଥମ ନରକ ବୋଲି ମୁଁ କାହିଁକି କହୁଛି? ଭାଇ, ନରକ ତ ତଳେ ଅଛି, ଭିତରେ ଗୋଟେ ସ୍ଥାନ, ନରକ ଗୋଟେ ସ୍ଥାନ ଅଟେ। କିନ୍ତୁ ଆମେ ଏଇ ମହାକ୍ଲେଶ କାଳକୁ ଦେଖୁଛୁ, ଏଟା ସ୍ଥାନ ନୁହେଁ। ଡାଇରେକ୍ଟ ପୃଥିବୀରେ ପବ୍ଲିକଲି ଓପନଲି ଲୋକମାନେ ନରକରେ ନାହାନ୍ତି, କିନ୍ତୁ ନରକ ଭୋଗୁଛନ୍ତି। ହାଉ? Why means ଗୋଟେ ପଦ ଦେଖ, ଲୁକ 16:23 ଏ ପ୍ରକାଶିତ ବାକ୍ୟରେ ହାତ ଦେଇକି ଲୁକ 16:23। ଆଉ ସେ ନରକ ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହମ ଓ ତାଙ୍କ କୋଳରେ ଲାଜାରକୁ ଦେଖିଲା। ବାସ୍, ସେଥିରେ ସେ ଗୋଟେ ମିନିଟ ହେଲା। ଧନୀ ଲୋକ
ମରିକି ପାତାଳକୁ ଗଲା। କଣ ହଉଥିଲା ପୁଣି? ନରକ ଯନ୍ତ୍ରଣାରେ କଲବଲ ହେବାକୁ ଲାଗିଲା। କଣ ହେବାକୁ ଲାଗିଲା? ନରକ ଯନ୍ତ୍ରଣାରେ କଲବଲ ହେବାକୁ ଲାଗିଲା। ଏଇ ଯୋଉ କଲବଲ ବୋଲିବା ୱାର୍ଡ ଅଛି ଓଡିଆରେ, ତାହା ଗ୍ରୀକରେ ଅଛି କାହିଁକି? ବାସାନିସ୍ମସ୍, ଗ୍ରୀକ ୱାର୍ଡ ବାସାନିସ୍ମସ୍, ନରକ ଯନ୍ତ୍ରଣାର କଲବଲ। କଣ କହିବେ ଇଂଲିଶରେ? ଟର୍ମେଣ୍ଟସ୍ ଅଫ୍ ହେଲ୍ ଇଜ ବାସାନିସ୍ମସ୍। ଏବେ ଏଇ ପଦ ପଢ, ପ୍ରକାଶିତ 14:11। ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ, ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। 10 ବି ପଢିବାର ଥିଲା। ତେବେ ସେ ମଧ୍ୟ ଈଶ୍ୱରଙ୍କ କୋପ ରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି, ତାହା ପାନ କରିବ, ପୁଣି ପବିତ୍ର ଦୂତଗଣଙ୍କ ଓ ମେଷ ଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। ଏପରି ଲୋକମାନଙ୍କର ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠିବ, ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। ଯନ୍ତ୍ରଣା, ଏଠି ଯୋଉଟା ୱାର୍ଡ ଲେଖା ହେଇଛି ଯନ୍ତ୍ରଣା, ଏଇଠି ମଧ୍ୟ ଗ୍ରୀକରେ ଲେଖା ଅଛି ବାସାନିସ୍ମସ୍। ଏଇଟା କୋଉଠିର? ମହାକ୍ଲେଶ କାଳରେ ଯେଉଁମାନେ ଭଣ୍ଡ ଖ୍ରୀଷ୍ଟର ମୁଦ୍ରା ନିଅନ୍ତି, ସେମାନେ ଭୋଗିବାକୁ ଯାଉଥିବା ଯନ୍ତ୍ରଣା, ସେଇ ଯନ୍ତ୍ରଣା, ସେହି ବାସାନିସ୍ମସ୍ ବୋଲିବା ୱାର୍ଡଟି ଲୁକରେ ଧନୀ ଲୋକଟା ଭୋଗୁଥିଲା ବୋଲି ଲେଖା ଅଛି। ବାସାନିସ୍ମସ୍ ତାର ଅର୍ଥ କଣ? ଦ ସେମ୍ ହେଲ୍। ମହାକ୍ଲେଶ କାଳକୁ ମଧ୍ୟ ଏକ ନରକ, ସିଧାସଳଖ ନରକର ଯନ୍ତ୍ରଣା ଜିଅନ୍ତା ଭୋଗିବେ ବୋଲି କହିବାର ରିଜନ ହେଲା ଦ ସେମ୍ ୱାର୍ଡ, ଟର୍ମିନୋଲୋଜି ଯାହା ୟୁଜ କରାହେଇଛି। ଆମେ ଜ୍ୱର ଆସେ, ମୁଣ୍ଡ ବଥା ଆସେ, okay, we feel pain, okay, but that's not hell. We all suffer. ଆମେ ଦୁଃଖ ଭୋଗ କରୁ, ଦୁଃଖ କଷ୍ଟ ଥାଏ ଆମ ଜୀବନରେ। এইটা ଅଲଗା, ନରକର ଯନ୍ତ୍ରଣା ଅଲଗା। ସେମ୍ ସେ 16:11 ପଦରେ ସେମାନଙ୍କର ସେ ଅନ୍ଧକାର ଯୋଗୁ ସେମାନେ ଯନ୍ତ୍ରଣା ସମ୍ଭାଳି ନ ପାରି ଆପଣା ଜିହ୍ୱା କାମୁଡ଼ିକି ରଖିଲେ। ପୁଣି କଣ ଏଟା? ଈଶ୍ୱରଙ୍କର କ୍ରୋଧର କାଳ, ଦ ରାଥ୍ ଅଫ୍ ଗଡ୍। ନୂତନ ନିୟମର ପରଦା ଉଠାଉ ପୁରାତନ ନିୟମ ମଲାଖିରେ ଶେଷ ହେଲା, ପରଦା କ୍ଲୋଜ। ନୂତନ ନିୟମ ପରଦା ଓପେନ ହେଲା, ଆଉ ପ୍ରଥମ ସ୍ପିକର ଆସିଲେ, ବାପ୍ତିଜକ ଜହନ। ଆଉ ଫର୍ଷ୍ଟ ମେସେଜ କଣ ଥିଲା? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ, ଆଉ ଆଗାମୀ କ୍ରୋଧରୁ ପଳାୟନ କର। 3:7 ମାଥ୍ୟୁ। ଆଗାମୀ କ୍ରୋଧ। କିନ୍ତୁ ଫାରୁସି ଓ ସାଧୁକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପଢିଦିଅ।
ପୁଣି ତାପରେ ଅବ୍ରାହମ ତ ଆମ୍ଭମାନଙ୍କର ପିତା। ମନେ ମନେ ଏପରି କହିବାକୁ ଭଲ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥର ଗୁଡାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ଆଉ ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି। ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯିବ। ବସ୍ ମୁଁ ସିନା ତୁମ ହେଲା 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 ପ୍ରେଜ୍ ଦ ଲର୍ଡ। କଣ ଥିଲା what was the target of gospel? ସୁସମାଚାରର ଲକ୍ଷ୍ୟ କଣ? ଯାହା ବାପ୍ତିଜକ ଯୋହନ ପ୍ରଚାର କରିଛନ୍ତି, ଯାହା ଯୀଶୁ ଖ୍ରୀଷ୍ଟ ପ୍ରଚାର କରିଛନ୍ତି, ଯାହା ଶିଷ୍ୟମାନେ ପ୍ରେରିତ ମାନେ ପ୍ରଚାର କରିଛନ୍ତି, ସୁସମାଚାରର ଲକ୍ଷ୍ୟ କଣ? ଆଗାମୀ କ୍ରୋଧରୁ ପଳାୟନ କରିବାର, ସ୍ୱର୍ଗ ରାଜ୍ୟରେ ପ୍ରବେଶ ପାଇବାର। ସୁସମାଚାର ଭିତରେ କ୍ରୋଧ ବିଷୟରେ ପ୍ରଚାର କଲେ ଆଜ୍ଞା ଯୋହନ। କାହିଁ ଆଜି ସୁସମାଚାରୀଟା? ଉଦ୍ଧାର ମାନେ କଣ? ପରିତ୍ରାଣ ମାନେ କଣ? ଆପଣ କହିଥିଲେ ଆପଣ ମାନଙ୍କୁ ପରିତ୍ରାଣ ସରଳ ଭାଷାରେ ରକ୍ଷା ପାଇବା। ପରିତ୍ରାଣ ସୁସମାଚାର ଆମେ ପ୍ରଚାର କଲା ବେଳେ, ଅର୍ଥାତ୍ ରକ୍ଷା ବିଷୟରେ ପ୍ରଚାର କଲା ବେଳେ ଆମେ କହୁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ରକ୍ଷା କରିବେ। ଯେ କୋଉ ବିଷୟରୁ କୋଉଥିରୁ ରକ୍ଷା କରିବେ ସେଟା କହିବନି କି? ଦଣ୍ଡରୁ, କ୍ରୋଧରୁ, ବିଚାରରୁ, ନରକରୁ ରକ୍ଷା କରିବେ। ଦଣ୍ଡ, କ୍ରୋଧ, ବିଚାର ଆଉ ନରକ କଣ ପାଇଁ ଆସୁଛି ଆମ ଉପରକୁ? ପାପ ଯୋଗୁ। ପାପ ବିଷୟରେ ପ୍ରଚାର କରିବାକୁ ପଡିବ। ପାପର ଫଳ ବିଷୟରେ ପ୍ରଚାର କରିବାକୁ ପଡିବ। ତାପରେ ଲାଷ୍ଟକୁ କହିବାକୁ ପଡିବ କି ଡର ନାହିଁ, ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମ ମାନଙ୍କ ପାଇଁ ଏକ ଉପାୟ ଅଛି। ସେ ଅଟନ୍ତି ଉଦ୍ଧାରକର୍ତ୍ତା। ଶୁଣିବାକୁ ପାଉଛନ୍ତି ବାହାରେ ଆପଣ ମାନେ? ଆଜି ଗସ୍ପେଲ ମିଟିଂ ମାନେ ହିଲିଂ, ଆଜି ଗସ୍ପେଲ ମିଟିଂ ମାନେ ବ୍ଲେସିଂ। ପରିତ୍ରାଣ ନାହିଁ, ରକ୍ଷା ପାଇବାଟା ନାହିଁ। ପଏଣ୍ଟ ଟୁ ବି ନୋଟେଡ୍, ଶାସ୍ତ୍ରୀ ମାନଙ୍କୁ ମଧ୍ୟ ସୁସମାଚାର ପ୍ରଚାର କଲେ ସେ ଇନଫେକ୍ଟ କରିନାହାନ୍ତି। ଅନ୍ୟମାନଙ୍କୁ ସୁସମାଚାର ପ୍ରଚାର କଲେ, ଅନ୍ୟ ଜିହୁଦୀ ମାନଙ୍କୁ। ଏମାନେ ମାଡ଼ି ଆସିଲେ, ଶାସ୍ତ୍ରୀ ସାଧୁକୀ ମାନେ, ଫାରୁସୀ ମାନେ। ଆମେ ସାନ ବେଳଠୁ ଶାସ୍ତ୍ର ଶିଖିଛୁ, ଆମେ ସାନ ବେଳଠୁ ପଢିଛୁ, ଆମେ ସାନ ବେଳଠୁ ଆମକୁ ମୋସାଙ୍କର ବ୍ୟବସ୍ଥା ଜଣା। ଆମର ଅବ୍ରାହମ ପାରଦୀସର ପ୍ରେସିଡେଣ୍ଟ ଅଟନ୍ତି। ଆମକୁ ବି ଟିକେଟ ଦରକାର କି? ଆମକୁ ଫ୍ରି ଏଣ୍ଟ୍ରି ନାହିଁ କି? ନା ତମେ ଅବ୍ରାହମର ସନ୍ତାନ, ନା ଈଶ୍ୱରଙ୍କର ସନ୍ତାନ, କାଳ ସର୍ପର ସନ୍ତାନ ବୋଲି କହିଲେ ଯୋହନ। ଆମକୁ ବି ବାପ୍ତିସ୍ମ ଦରକାର କି ବୋଲି କହିଲେ? ବାପ୍ତିସ୍ମ ଦରକାର, ଯେ ମନ ପରିବର୍ତ୍ତନ ନ କଲେ ବି ତୁମକୁ ବୁଡିଲେ ସ୍ୱର୍ଗକୁ ଯିବ ବୋଲି ତୁମକୁ କିଏ ଶିକ୍ଷା ଦେଲା? ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର, ତାହେଲେ ତୁମର ବାପ୍ତିସ୍ମ ସଠିକ ହେବ। ତାହେଲେ ଈଶ୍ୱରଙ୍କ କ୍ରୋଧରୁ ତୁମେ ପଳାୟନ, ରନ୍ ଆୱେ ଫ୍ରମ୍ ଦ କ୍ରୋଧ ଅଫ୍ ଗଡ୍, wrath of God। ପରିତ୍ରାଣ ପାଇବାଟା ମାନେ କଣ? ଈଶ୍ୱରଙ୍କ କ୍ରୋଧରୁ ପଳାୟନ କରିବାଟା, ଧାଇଁ ପଳେଇବାଟା। କୁଆଡେ? ଈଶ୍ୱରଙ୍କ ପ୍ରେମ ପାଖକୁ। ଆମ ପାଖରେ ଅପସନ ନାହିଁ। ଶୈତାନକୁ ଦେଖିଲେ ଡର ଲାଗୁଛି ତ ପରମେଶ୍ୱରଙ୍କ ପାଖକୁ ଧାଇଁବୁ। ପରମେଶ୍ୱରଙ୍କୁ ଦେଖିକି ଡର ଲାଗିଲେ କୁଆଡେ ଧାଇଁବୁ? ତାଙ୍କ ପାଖକୁ ହିଁ ଧାଇବାର। ଆମ ପାଖରେ ଅପସନ ନାହିଁ। ତାଙ୍କର କ୍ରୋଧରୁ ତାଙ୍କରି ପ୍ରେମ ପାଖକୁ ଧାଇଁକି ଲୁଚି ପଡିବାର। ପ୍ରଥମ ଥେସଲୋନିକୀୟ 1 ଅଧ୍ୟାୟ, ଆଇ ଥିଙ୍କ ଓଡିଆରେ 9 ପଦରେ ଥିବ। ଯେଣେ ଲୋକେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାନ୍ତି ଯେ ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ। 10 ପଦ ପଢିଦିଅ।
ପୁଣି ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ୱରଙ୍କ ପ୍ରତି ଫେରିଲ। ପ୍ରେଜ୍ ଦ ଲର୍ଡ। କଣ ପାଇଁ ଫେରିଲୁ ପୁଣି ଆମେ? ମୁଁ ପଢୁଛି 9 ପଦରୁ ବି ପଢୁଛି, ମିଶିକି ପଢିଲେ ଭଲ ଥିବ। ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାନ୍ତି ଯେ ତୁମ୍ଭମାନଙ୍କ ମଧ୍ୟରୁ ଆମ୍ଭମାନଙ୍କର ଆଗମନ ସମୟରେ କଣ ଘଟିଥିଲା ଆଉ କିପରି, ଏଠୁ ପଏଣ୍ଟ ନୋଟ କରନ୍ତୁ, କିପରି ତୁମ୍ଭେମାନେ ପ୍ରତିମା ସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କର ସେବା କରିବା ନିମନ୍ତେ, ନମ୍ବର 1, ନମ୍ବର 2, ପୁଣି ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବା ନିମନ୍ତେ ସେହି ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା। କଣ ବୁଝିଲେ? କଣ ବୁଝିଲେ? ସେ 9 ପଦର ସେ ଖ ପଏଣ୍ଟ ଦେଖ। କିପରି ତୁମ୍ଭେମାନେ ପ୍ରତିମା ସବୁକୁ ପରିତ୍ୟାଗ କଲ। କଣ କଲୁ ଆମେ? ପ୍ରତିମା ସବୁ ପରିତ୍ୟାଗ କରି କଣ କଲୁ? ଜୀବିତ ଓ ସତ୍ୟ ଈଶ୍ୱରଙ୍କ ସେବା କରିବା ନିମନ୍ତେ ଫେରିଲୁ। ଫେରିଲେ କି ନାଇଁ? ଆହୁରି ପ୍ରତିମା ପୂଜା କରୁଛନ୍ତି କି? ମୁଣ୍ଡିଆ ମାରୁଛନ୍ତି କି ମନ୍ଦିର ସବୁ ଗୋଟେ, ସବୁ ଦେବା ଦେବୀ ସବୁ ଗୋଟେ, ତ ଫେରିଲୁ ପରା ଏଠି। ରାମ କୃଷ୍ଣ ସବୁ ଗୋଟେ, ଆଲ୍ଲା, ଯୀଶୁ, ବୁଦ୍ଧ, ବୁଦ୍ଧି ନାହିଁ। ତମେ ଛାଡିକି ଫେରିଲ ବୋଲି ଲେଖା ଅଛି। ଛାଡିକି ତୁମେ କଣ କଲ? ଛାଡିବ, ପରିତ୍ୟାଗ କରି, ପଏଣ୍ଟ ବି ନୋଟେଡ, ପ୍ରତିମା ସବୁକୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱର କର ସେବା କରିବା ନିମନ୍ତେ, ନମ୍ବର 1, ନମ୍ବର 2 କଣ? ଆପଣା ଯେଉଁ ପୁତ୍ରଙ୍କୁ ତୁମ୍ଭ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବା ନିମନ୍ତେ, ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ଅଛି। ତିନିଟା କଥା। କଣ? ଗୋଟେ ହେଲା ପ୍ରତିମା ଛାଡିଲୁ, ପରିତ୍ୟାଗ କଲୁ, ଯେପରିକି ଜୀବିତ ଈଶ୍ୱରଙ୍କ ସେବା କରିବୁ। ଦ୍ୱିତୀୟ କଣ? ଆଗାମୀ କ୍ରୋଧରୁ ସେ ଆମକୁ ରକ୍ଷା କଲେ। ଆଉ ତୃତୀୟ ହେଲା ନେକ୍ସଟ, ତାଙ୍କରି ଆଗମନର ଅପେକ୍ଷାରେ ରହିବା। ତିନିଟା ହିଁ। ପ୍ରତିମା ଛାଡ, ଫେର ଜୀବିତ ଈଶ୍ୱରଙ୍କ ପାଖକୁ ଫେର, ଆଗାମୀ କ୍ରୋଧରୁ ରକ୍ଷା ପାଇବ, ଆଉ ତାଙ୍କର ଆଗମନ ପାଇଁ ଅପେକ୍ଷା କର। ମୁଁ କଣ ଶିଖାଉଛି ଆପଣମାନଙ୍କୁ? ଦୁନିଆ ଛାଡ, ଆଗାମୀ ବିନାଶ, ଆଗାମୀ ମହାକ୍ଲେଶ କାଳରୁ ରକ୍ଷା ପାଇବା, ରାପ୍ଚର ପାଇଁ ପ୍ରସ୍ତୁତ ହେବା, ଆଗମନ ପାଇଁ ପ୍ରସ୍ତୁତ ହେବା, ରାପ୍ଚର ପାଇଁ। ଏଥି ନିମନ୍ତେ ହିଁ ପରିତ୍ରାଣ ପାଇଲୁ। କଣ ପରିତ୍ରାଣ ହଉ? व्हाट इज सैल्वेशन? क्या है परित्राण माने कौन? उद्धार माने कौन? उद्धार माने बचाओ कि नहीं? रक्षा बोल जहाँ कहले आपको बचाओ, बंचाइबाटा कि नहीं? विपदरू प्रभु हमको बंचाइले। को विपद माने कोटा थिला से विपद? रोग की? रोग जोग नरक जीवु कि? हाँ, दरिद्रता, पैसार अभाव जोग नरक को जीवु कि? तोर पाखे पैसा नहीं, तू धनी लोकटा नहीं, तेणु तू नरक जीव कहले कि? को विषय आम मान को नरक को घेनी जाए, सेथिरु हमको रक्षा, सेटा ओटे पाप आज्ञा, सेथिरु रक्षा पाइबार ना। हो हिलिंग 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 ब्लेसिंग रिचेस, अभाव दूर करिवे प्रभु, कष्ट दूर करिवे। सेमिति हेले अंध लोक सुस्थ होइथान्ते आज्ञा, हाथ गोड़ कटि जाइतिबा लोक सुस्थ होइथान्ते आज्ञा, पोलियो लोक सुस्थ होइथान्ते आज्ञा। सब ड्रामा नुहे कि बाहर है। दम नहीं। प्रभु सुस्थ करी बोली कहले नहीं, रक्षा करी बोली कहले।
ଅସୁସ୍ଥ ହେଉ କି ନ ହେଉ, ଆମ ଋଣ ସୁଝୁ କି ନ ସୁଝୁ, ସ୍ୱର୍ଗ ଯିବ ଆମର ଲକ୍ଷ୍ୟ ଏଇଟା। ପାତାଳ ସିଧାସଳଖ ପୃଥିବୀ ଉପରକୁ ଆସିବ। କାହିଁକି କ୍ରୋଧ ଆସୁଛି? ଆସିଯାଆନ୍ତୁ ଯେହେଜକେଲ 7 ଅଧ୍ୟାୟ। ସାତ ଅଧ୍ୟାୟ 5 ପଦ ବାବୁ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଅମଙ୍ଗଳ, କେବଳ ହିଁ ଅମଙ୍ଗଳ, ଦେଖ ତାହା ଆସୁଅଛି। ଛବି ଅନ୍ତିମ କାଳ ଉପସ୍ଥିତ, ସେହି ଅନ୍ତିମ କାଳ ଉପସ୍ଥିତ, ତାହା ତୁମ୍ଭ ବିରୁଦ୍ଧରେ ଜାଗି ଉଠୁଅଛି, ଦେଖ ତାହା ଆସୁଅଛି। ହେ ଦେଶ ନିବାସୀ ଲୋକ, ତୁମ୍ଭର ଶେଷ ବିଚାରାଜ୍ଞା ଉପସ୍ଥିତ, ସେହି ସମୟ ଉପସ୍ଥିତ, ସେହି ଦିନ ସନ୍ନିକଟ, ତାହା କୋଳାହଳର ଦିନ ଓ ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ। ଏବେ ଆମ୍ଭେ ଅବିଳମ୍ବରେ ଆମ୍ଭର କୋପ ତୁମ୍ଭ ଉପରେ ଢାଳିଦେବା ଓ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ସଫଳ କରିବା, ଆଉ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା। ଆମ୍ଭେ ତୁମ୍ଭର ଘୃଣାଯୋଗ୍ୟ ସକଳ କ୍ରିୟାର ଫଳ ତୁମ୍ଭ ଉପରେ ବଟାଇବା। ପୁଣି ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ କି ଅବା ଦୟା କରିବା ନାହିଁ। ଆମ୍ଭେ ତୁମ୍ଭର ଆଚରଣାନୁସାରେ ତୁମ୍ଭ ଉପରେ ଫଳ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟା ସକଳ ତୁମ୍ଭ ମଧ୍ୟରେ ରହିବ। ତହିଁରେ ଆମ୍ଭେ ସଦାପ୍ରଭୁ ଆଘାତ କରୁ, ଏହା ତୁମ୍ଭେମାନେ ଜାଣିବ। ଦେଖ 10 ବି। ଦେଖ ସେହି ଦିନ, ଦେଖ ତାହା ଆସୁଅଛି, ତୁମ୍ଭର ଶେଷ ବିଚାରାଜ୍ଞା ନିର୍ଗତ ହେଲା, ଯଷ୍ଟି ପୁଷ୍ପିତ ହୋଇଅଛି, ଅହଙ୍କାର ଅଙ୍କୁରିତ ହୋଇଅଛି। ପରେ ପଢିବେ ସାରା। ବହୁତ ଭୟଙ୍କର ଅମଙ୍ଗଳ ଆସୁଅଛି, ଦେଶ ଉପରକୁ ଆସୁଅଛି। ସଦାପ୍ରଭୁଙ୍କର କ୍ରୋଧ, କୋପ ସେ ଢାଳି ଦେବାକୁ ଯାଉଛନ୍ତି। ଆନନ୍ଦ ନଥିବ ଜଗତରେ, ପୃଥିବୀରେ। ଏତିକି କୋଟି ଟଙ୍କା ମୁଁ ପାଇଗଲେ ଆଉ ଭଲ ଥିବ, ଫ୍ୟୁଚର ପାଇଁ ଟେନସନ ନାହିଁ। ଏତିକି ଲ୍ୟାଣ୍ଡ ଆମେ ଗୋଟେ 4-5ଟା ଏକର ଥିଲେ ଚଳିବ ବୋଲି ଆପଣ ଯାହା ପ୍ଲାନ କରିବେ ଫ୍ୟୁଚର ପାଇଁ, କଣ ଭାବୁଥିବେ? କୁକି ଟ୍ରାଇବ ମଣିପୁରରେ ଆମକୁ ଏତିକି ଲ୍ୟାଣ୍ଡସ୍ ଅଛି, ଆମର ରିଜର୍ଭେସନ, ଆମର ହକ୍ ସରକାର ଦେଇଛନ୍ତି, ଉଠାଇଦେଲେ। କେତେବେଳେ କୋଉ ନିୟମ କାନୁନ ବଦଳିଯିବ ଆପଣଙ୍କୁ କଣ ଜଣା? ମନ ଇଚ୍ଛା ନୋଟବନ୍ଦୀ କରି ପକଉଛନ୍ତି, ମନ ଇଚ୍ଛା ପଇସା ସିଜ୍ କରିଦେଉଛନ୍ତି, ବ୍ୟାଙ୍କର ପଇସା, ପ୍ରପର୍ଟି ସିଜ୍ କରିଦେଉଛନ୍ତି। କୋଉ ଫ୍ୟୁଚର ପାଇଁ ଆପଣ ମାନେ ପିକ୍ଚର ପ୍ଲାନ କରିଛନ୍ତି? ଦେଖ ତ, କୋଲାପ୍ସ, ପତନ, ଆର୍ଥିକ ଅବସ୍ଥା ପତନ ହେବ, ଆର୍ଥିକ ସଙ୍କଟ ଜୋରଦାର ଚାଲିଛି ସାରା ସବୁ ଦେଶ ମାନଙ୍କରେ। କହିଲି ଆପଣଙ୍କୁ ନ୍ୟୁ ୱାର୍ଲଡ ଅର୍ଡର ପାଇଁ ବୋଲି। ନ୍ୟୁ ୱାର୍ଲଡ ଅର୍ଡର ମାନେ ଏକ ନୂତନ ବିଶ୍ୱ ବିଧାନ। ଓଡିଆରେ କଣ ମୁଁ ଦେଖିନି ନେଟରେ, ଆପଣ ମାନେ ବୁଝିଲେ ହେଲା। ନୂତନ ବିଧାନ କାହିଁକି ଇଣ୍ଡିଆର କନଷ୍ଟିଟ୍ୟୁସନ କୁ ସପୋର୍ଟ କରୁନାହାନ୍ତି ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ? ସବୁ ମାଇନରିଟିଜ ର ହକ୍ ଅଛି, ଚେଞ୍ଜ କରିଦେବେ ନା, ଏଟା ରଙ୍ଗ। ସେଥିପାଇଁ ସବୁ ଆର୍ଟିକଲ ସବୁ କ୍ୟାନସଲ କାହିଁକି କରାହଉଛି? ଆର୍ଟିକଲ ସବୁ ହେଲା ଆମର ରାଇଟ୍ସ, ଆଉ ଆଇପିସି ସେକ୍ସନ ସବୁ ହେଲା ଲସ୍, ଜୁଡିशियल ଲଅ। ଆର୍ଟିକଲ ହେଲା କନଷ୍ଟିଟ୍ୟୁସନ, ଆମର ହକ୍, କାର କଣ କଣ ହକ୍ ଅଛି।
कैंसल नहीं हो हक पे रैली स्ट्राइक धरना आंदोलन नहीं होगा शूट एट साइट 15 ରୁ ପଡିବ ବାବୁ 7-15 ଝିଜ କେଲ ବାହାରେ ଖଡ୍ଗ ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତ୍ରରେ ଅଛି ସେ ଖଡ୍ଗରେ ମରିବ ଓ ଯିଏ ନଗର ମଧ୍ୟରେ ଅଛି ଦୁର୍ଭିକ୍ଷ ଓ ମହାମାରୀ ତାକୁ ଗ୍ରାସ କରିବ। ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି ସେମାନେ ରକ୍ଷା ପାଇବେ ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ। ପ୍ରତ୍ୟେକେ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ। ଗୋଟେ ମିନିଟ ସମସ୍ତଙ୍କର ଗୋଟେ ମିନିଟ ବାବୁ ସାଇଲେନ୍ସ म्यूट କରନ୍ତୁ ବାହାରେ ଖଡଗ ଭିତରେ ମହାମାରୀ ଓ ଦୁର୍ଭିକ୍ଷ ବାହାର ଖଡଗ ମାନେ କଣ କହିଲେ ଆପଣ ମାନଙ୍କୁ ଯୁଦ୍ଧ ଆଜ୍ଞା ମହାକ୍ଲେଶ କାଳ ଯଦି 7 ବର୍ଷର ଆପଣ ମାନଙ୍କୁ କହିଥିଲି कि द्वितीय मुद्रा भांगिलारू विश्व युद्ध हेबो एटा ए पिक्चर हला यूक्रेन और ये पिक्चर हला न्यूक्लियर अणु बम फाटिले किमती थिबो क्लाउड तैयार हे जो संगे संगे मशरूम क्लाउड स्मोक क्लाउड तैयार हेबो और जे निया अछि एठी ताहा व्यापी कि गोटे शहर शहर को छेची 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 आसब निआरे पड़ाई उठाई उपाड़ी फाउंडेशन सहित उपाड़ी आसब तो ये युद्ध हेबा पूर्व आपण कौन कही मु सबु गाँ मानक सहर मानक साइरेन बाजिबो काली गोटे कल परदिन गोटे वीडियो देखुली एमरजेंसी अलार्म टेस्ट कराई व्हाट्सएप रे जानछंती एमरजेंसी अलार्म माने कौन अभी सब जगह साइरेन फैक्ट्री रे कंपनी रे साइरेन बाजे छुट्टी हला जाओ बोली तो सेमिति समस्त एमरजेंसी अलार्म्स टा एबे नोआ रे टेस्ट करिसंती व्हाट्सएप पे हमको टेस्ट रो सिग्नल आसी रे पर्यंत आसीबो गोटे मेसेज सहित आसीबो आमे अलार्म एमरजेंसी टेस्ट गोटे करूछु बोली मेसेज आसीबो आपन को व्यस्त होतने से हमर फोन रे निजे गोटे साउंड बाजिबो जतले कोन हेबो आपण माने जाइकी अंडरग्राउंड रे जाइकी लुचिबार अछि कोठेले अंडरग्राउंड माने धनी मानक पई ए अंडरग्राउंड अछि आपण कहिथिले सब अंडरग्राउंड बंकर्स बोली कहंती एटा को बड़ बड़ धनी मानकर घर ऊपर देखो ऊपर घर जाको अंडरग्राउंड रे रूम्स अंडरग्राउंड रे तळे मोहल्ला गुडी को से भितरे पानी से भितरे खाद्य से भितरे करंट जनरेटर एटसेट्रा एटसेट्रा सब ऊपर खाली गोटे घर देखा जाउछि आपन को एठी छोटिया घर तळे एतिकी सब सिस्टम सेटअप अछि तो बड़ बड़ धनी माने एटा करि कि रखिचंती हमका कोन जाना अलार्म बाजिबो जेतेले अलार्म बाजिबो लुचि पळेबार अछि लोक माने कोड कोड जाई पळो रे कोड उठले चुल जाओ घर मान को ऊपर बिल्डिंग मान को ऊपर पड़िबो और मरले मरिबो हम आपको जणा नहीं हमको किछि असंबंध नहीं हमर दायित्व नहीं बोली कहिबे काढ जीवो सेते बेले तो जेते बेले लोक माने अंडरग्राउंड को पळेबे अंडरग्राउंड को गला परे विश्व युद्ध केबे शेष हेबो हमको जणा नहीं केते मास लागिबो जणा नहीं केते वर्ष भी लागिबो जणा नहीं सेतपे कहली 7 वर्ष इज ओनली आइडिया 3.5 वर्ष भी हमर आइडिया खाली बाइबल रो केते को कैलकुलेशन अनुसार बाइबल रो कैलकुलेशन सीधा अमको डेट रो अमको डेट पर्यंत बोली आमे जमा कोइ पारिबो नहीं कहि पारिबो नहीं खाली चिन्ह को देखि बुझिबार किंतु आमे दिन गुडी को गणी पारिबो नहीं तेड कर भ्रांत हेबार नहीं खाली सकाळ को जीसु पले आसे बोली कहू नहीं मु ए वर्ष रे प्रभु पले आसे बोली कहू नहीं मु बुझी पारले कि नहीं सेतपे डेट देउ नहीं मु ए वर्ष भी हेई पारे 10 वर्ष भी हेई पारे जणा नहीं किंतु चिन्ह गुडी को सफल हेबा द्वारा हमें जानि पारुछु
ଆଜି କାଲି କହିଲା ପରି ହିଁ ଅଛି ବୋଲି କହୁ ସେତିକି ଆଜି ରେଡି ଥିବାର କାଲି ସକାଳ ଦିନ ଦେଖିଲୁ ମାନେ ରେଡି ଥିବାର ପର ଦିନ ଦେଖିଲୁ ମାନେ ରେଡି ଥିବାର ସବୁଦିନ ରେଡି ଥିବାର ବିଶ୍ୱଯୁଦ୍ଧ କେତେବେଳେ ଶେଷ ହେବ ଜଣାନି ଏ ଶେଷ ହେବା ଏ ବିଶ୍ୱଯୁଦ୍ଧ ଚାଲିଥିବା ଭିତରେ ଆମେ ଅଣ୍ଡରଗ୍ରାଉଣ୍ଡ ରେ କିଏ ଦେବ ଖାଇବାକୁ ଯେତେବେଳେ ଆପଣ ଅଣ୍ଡରଗ୍ରାଉଣ୍ଡ ରୁ ବାହାରିବେ ଏଇ ହାଲତ ଏମିତି ଥିବ ଆଉ ଏ ରେଡିଏସନ ରୁ ବର୍ଷା ଯୋଗୁ ରୋଗ ଷ୍ଟାର୍ଟ ହେବ ନୂଆ ନୂଆ ରୋଗ ମହାମାରୀ ଲୋକମାନେ ଭୋକିଲା ହେବେ ଜଣକୁ ଜଣକୁ ଚିରିକି ଖାଇଦେବେ କଞ୍ଚା ମାଂସ ଖାଇଦେବେ ଜଣକୁ ଜଣେ ରକ୍ତ ପିଇଦେବେ ଶୋଷ ପାଇଁ ଆଉ ଯୋଉ ପଶୁମାନେ ରହିଯିବେ ସେମାନେ ବି ସେ ରେଡିଏସନ କୁ ପାଗଳ ହେଇକି ଆପଣଙ୍କ ଉପରେ ଝପଟ ମାରିବେ ଖାଇବାକୁ ଆସ ବାହାରେ ଖଡଗ ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି 7:15 ଯେଉଁ ଲୋକ କ୍ଷେତ୍ରରେ ଅଛି ସେ ଖଡଗରେ ମରିବ ଯେ ନଗର ମଧ୍ୟରେ ଅଛି ଦୁର୍ଭିକ୍ଷ ମହାମାରୀରେ ଗ୍ରାସ କରିବ ତାକୁ ଗ୍ରାସ କରିବ ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି ସେମାନେ ରକ୍ଷା ପାଇବେ ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ ପ୍ରତ୍ୟେକ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ ଏଠି ପଏଣ୍ଟ ନୋଟ କରନ୍ତୁ ରକ୍ଷା ପାଇବାଟା ମାନେ କଣ ଖଡଗ ମହାମାରୀ ଦୁର୍ଭିକ୍ଷରୁ ଯେଉଁ ବଞ୍ଚିଗଲେ ସେଇଟା ହିଁ ରକ୍ଷା ଯାହା ମରିନାହିଁ ଯାହା ଭୋକ ପାଇଁ ମରିନି ଯାହା ରୋଗ ପାଇଁ ମରିନି ବୋଲିବା ଲୋକମାନେ ଲୁଚି ଲୁଚି ପର୍ବତକୁ ପଳେଇବେ ପାହାଡ ଉପରକୁ ତଳେ ଲୋକମାନେ ଖାଇବେ କାଟିଦେବେ ଚିରିଦେବେ ବୋଲି ଉପରକୁ ଯାଇକି କଣ କରିବେ ଖାଇବା ପାଇଁ ନାହିଁ ଘୁଘୁ ପରି ସେମାନେ ରୋଦନ କରିବେ ପୁଣି ବିଳାପ କରିବେ ସେଇଦିନ ଅଧର୍ମ ସବୁ ମନେ ପଡିବ କହୁଥିଲ କିଛି ପ୍ରାୟ ନା ପ୍ରଭୁ ସବୁ ଅଧର୍ମ ଆମର ଭବିଷ୍ୟତର ଆମର ପୂର୍ବ କାଳର ପାପ ଆମ ଭବିଷ୍ୟତର ପାପ ବି କ୍ଷମା କରି ସାରିଛନ୍ତି ବୋଲି ଯେଉଁମାନେ କହୁଛନ୍ତି ସେମାନେ ସେଦିନ ବିଳାପ କରିବେ କିନ୍ତୁ ଲାଭ ନାହିଁ ଆମେ ଉପରେ ପଢିଥିଲୁ ଆମେ ଦୟା ମିଳିବ ନାହିଁ ମୋ ପଦରେ ନା ଦୟା ପ୍ରଭୁଙ୍କର ଦୟା ମିଳିବ ନାହିଁ ଆଜ୍ଞା ନୋ ମର୍ସିସ୍ ମାଗିବା ସମୟରେ ମାଗିବାର ଥିଲା ଦୟା ଆଜ୍ଞା 17 ପଦ ବାବୁ 17 ସମସ୍ତଙ୍କର ହସ୍ତ ଦୁର୍ବଳ ହେବ ସମସ୍ତଙ୍କର ଦୁର୍ବଳ ହେବ ଜଳ ପରି ତରଳ ହେବ ସମସ୍ତଙ୍କର ଆଣ୍ଠୁ ଜଳ ପରି ତରଳ କଟି ଯାଉଛି ମୁଁ ପଢୁଛି ସମସ୍ତଙ୍କର ହସ୍ତ ଦୁର୍ବଳ ହେବ ସମସ୍ତଙ୍କର ଆଣ୍ଠୁ ଜଳ ପରି ତରଳ ହେବ ଖାଇ ନଥିବେ ସେଟା ଲାଗି ହ୍ୟାଲୋ ଶୁଭୁଛି ଓକେ ସମସ୍ତଙ୍କର ହସ୍ତ ନ ଖାଇକି କେତେ ଦିନ ପାହାଡ ଚଢିଲେ ବଳ ଥିବ କି ଆହୁରି ହାତରେ ବଳ ନାହିଁ ଆଣ୍ଠୁରେ ବଳ ନାହିଁ ଆଉ 18 ମଧ୍ୟ ସେମାନେ କଟି ଦେଶରେ ଚଟ ବସ୍ତ୍ର ବାନ୍ଧିବେ ଓ ମହାଶଙ୍କା ସେମାନଙ୍କୁ ଆଚ୍ଛନ୍ନ କରିବ ଆଉ ସମସ୍ତଙ୍କର ମୁଖ ଲଜ୍ଜିତ ହେବ ଆଉ ସମସ୍ତଙ୍କର ମସ୍ତକ ଟାଙ୍ଗରା ହେବ ବାଳ ସବୁ ଝଡିଯିବ ରେଡିଏସନ ବମ୍ ବ୍ଲାଷ୍ଟ ରେଡିଏସନ ଯୋଗୁ ଏଲିଏନ ପରେ ଦେଖାଯିବେ ଆଜ୍ଞା ଏଲିଏନ୍ସ ମାନଙ୍କର ହେର ନଥାଏ ଜାଣିଛନ୍ତି ଲିଜର୍ଡସ୍ ଏଲିଏନ୍ସ ମାନେ କିଏ ରେପ୍ଟିଲିୟନ ସାପ ଝିଟିପିଟି ବେଙ୍ଗ ଏମାନେ ସବୁ ରେପ୍ଟିଲିୟନ୍ସ ମାନେ ସରୀସୃପ ପ୍ରାଣୀ ମାନେ ସେମିତି ରେଡିଏସନ ପାଇଁ ବାଳ ସବୁ ଝଡିଯିବ ଆପଣଙ୍କୁ ଚିହ୍ନି ହେବ ନାହିଁ କୁଆଡେ ଷ୍ଟାଇଲ ମାରିବେ ଆହୁରି ନରକରେ ରୂପ କ୍ଷୟ ହେଇଯାଏ ବୋଲି କହୁଥାଏ କି ନାଇଁ ମୁଁ କୁଆଡେ ଷ୍ଟାଇଲ ମାରିବ କୋ ହିରୋଇନ କାମ ଦେବ କୋ ହିରୋ କାହାର ସିକ୍ସ ପ୍ୟାକ୍ କାମ ଦେବ ଆଜି ପରା ସେଟା ସବୁ ଛାଡ ଦୁନିଆଦାରୀ ଛାଡ ଆଟ୍ରାକ୍ସନ ଛାଡ ବୋଲେ ଶୁଣୁନାହାନ୍ତି ଏଟା ବି ପାପ କି
ଏଟା ପାପ ଏଟା କଲେ ସ୍वर्ଗ ଯିବି ନାଇଁ କି ଦାବି କରୁଛନ୍ତି ଯୋଗୀ ଥାଅ ରୋ ପରା ଟିକେ ଜାଣିବେ କହିବାର ଡାଇରେକ୍ଟ କହିବାର ଅଛି ପୁଣି 19 ପଦ ପଡୁଛି ସେମାନେ ଆପଣ ଆପଣ ରୂପା ଦାଣ୍ଡରେ ପକାଇବେ ତେବେ ଦାଣ୍ଡରେ ପକାଇଦେବେ ଆଉ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ ସଦାପ୍ରଭୁଙ୍କର କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରିପାରିବ ନାହିଁ ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିମ୍ବା ଉଦର ପୂର୍ଣ୍ଣ କରିବ ନାହିଁ କାରଣ ତାହା ହିଁ ପଏଣ୍ଟ ଅଫ୍ ନୋଟେଡ୍ ତାହା ହିଁ ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି ସାରା ପିନ୍ଧିଲା କି ନାହିଁ ରିବକା ପିନ୍ଧିଲା କି ନାହିଁ ବୋଲେ ଆପଣ ମାନେ ପଦ ଦେଖାଇଲେ ମୁଁ ଏମିତି ପଦ ଦେଖାଇବି ଆପଣଙ୍କୁ କଣ କହିବେ କୁହନ୍ତୁ ସେହି ସୁନା ସେମାନଙ୍କର ଅଧର୍ମର ଆଉ ବିଘ୍ନର କାରଣ ହେଇଛି ବୋଲି ଲେଖା ଅଛି ସୁନା ରୂପ ଫିଙ୍ଗିଦେବ પણ ଥାଉରେ ଖାଇବାକୁ ମିଳୁନାହିଁ କଣ କରିବେ ଏଟା ପିନ୍ଧିକି ଏକ୍ସଟ୍ରା ସେଥିପାଇଁ କହି ଦୁନିଆଦାରୀ ଛାଡ ଧନ ସମ୍ପତ୍ତି ବିକିକି ଜଙ୍ଗଲକୁ ଯାଇକି ବଞ୍ଚ ବୋଲଛି କି ଯାହା କାମ କରୁଛନ୍ତି କରନ୍ତୁ ପ୍ରଭୁ ସୁନ୍ଦର ଘର ଜଗାଇଲେ ନିଅନ୍ତୁ ସୁନ୍ଦର ଗାଡି ଜଗାଇଲେ ଧରନ୍ତୁ ସେଇ ସବୁ ପଛରେ ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ପଶନ୍ତୁ ନାହିଁ ବୋଲଛି ମିଳିଲେ ପ୍ରେଜ ଦ ଲର୍ଡ ନ ମିଳିଲେ ବି ଆଡଜଷ୍ଟ କରିବାକୁ ଶିଖନ୍ତୁ ବୋଲଛି ନା ପାରିବୁ ନା ଜଙ୍ଗଲରେ ଯେମିତି ଯେତେ ଅଛନ୍ତି ମଣିପୁରର ଆମର ପ୍ରଭୁଙ୍କର ଲୋକମାନେ କୋଉଟା ଫେସିଲିଟି ଅଛି ନା ଆମ ଫ୍ୟାନ ନଥିଲେ ବି ରହିହେବନି ସତ କଥା ଭବିଷ୍ୟତ ଏଇଟା এই ସବୁରୁ ଆମେ ରକ୍ଷା ପାଇବା ପାଇଁ କେବଳ ରାପଚର ହିଁ ଆମକୁ ଆମର ଏକମାତ୍ର ସାହାରା ଓନ୍ଲି ରାପଚର ଶେଷରେ ଗୋଟେ ପଦ ପଢିକି ଶେଷ କରିବା କଡେ ଜିରିମିୟ ଜିର୍ମିୟ 13 ଅଧ୍ୟାୟ 15-16 ପଦ ପଢବ ତୁମ୍ଭେମାନେ ଶୁଣ ଓ କର୍ଣ୍ଣପାତ କର ଅହଙ୍କାର କର ନାହିଁ କାରଣ ସଦାପ୍ରଭୁ କଥା କହିଅଛନ୍ତି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅନ୍ଧକାର ଉପସ୍ଥିତ କରିବା ପୂର୍ବେ ଓ ଅନ୍ଧକାରମୟ ପର୍ବତରେ ତୁମ୍ଭମାନଙ୍କ ଚରଣ ଝୁଣ୍ଟିବା ପୂର୍ବେ ପୁଣି ତୁମ୍ଭେମାନେ ଆଲୁଅର ଅପେକ୍ଷା କରୁ କରୁ ସେ ତାହା ମୃତ୍ୟୁ ଛାୟାରେ ଓ ଘୋର ଅନ୍ଧକାରରେ ପରିଣତ କରିବା ପୂର୍ବେ ତୁମ୍ଭେମାନେ ତାହାଙ୍କୁ ଗୌରବ ଦିଅ ବସ୍ ପ୍ରେଜ ଦ ଲର୍ଡ ଫେରି ଆସ ଜୀବନରେ ଅନ୍ଧକାର ନ ଆସୁନୁ ଜୀବନ ବିନଷ୍ଟ ନ ହଉନୁ ପ୍ରଭୁଙ୍କ ନିକଟକୁ ଫେରିକି ପରିତ୍ରାଣ ପାଇକି ତାଙ୍କୁ ଗୌରବ ଦିଅ ଆଗାମୀ କ୍ରୋଧରୁ ଆମକୁ ସେହି ରକ୍ଷା କରିପାରିବେ ତ ପ୍ରଥମ ଟାଇପର ପାତାଳ ହେଲା ମହାକ୍ଲେଶ କାଳ ଜିଅନ୍ତା ନରକ ମରଲା ପରେ ବି ନରକ ବଞ୍ଚି ଥାଉ ଥାଉ ନରକ ମରଲେ ବି ନରକ 2 ଗୁଣ ନରକ କିଏ ଧନୀ ମାନେ ରାଜା ମାନେ ମନ୍ତ୍ରୀ ମାନେ ଧନୀ ମାନେ ବଳବାନ ମାନେ ମନ୍ତ୍ରୀ ମାନେ ସେନାପତି ମାନେ well settled people job holders employees businessmen politicians celebrities popular टॉप रिच मैन टॉप साइंटिस्ट माने टॉप डॉक्टर्स माने मेडिकल एक्सपर्ट्स माने सब मरेंगे पैसा से मन को रक्षा करि पारिबोनी प्रॉपर्टी से मन को रक्षा करि पारिबोनी
इन्फ्लुएंस से मन रक्षा करि पारिबो नहीं। जीसु ख्रीष्ट छड़ा के उपाय नांती। केते धनी हेलो दरकार नहीं, केते सुस्थ हेलो दरकार नहीं, केते पैसा अच्छी बैंक रे दरकार नहीं, मते परित्राण पाइलो कि एटा देखो। चोखी बंद करियो, प्रार्थना करियो। रैप्चर पे रेडी कि नहीं एटा देखो। रैप्चर पे रेडी होचो कि नहीं देखो। दरकार नहीं आपन प्रार्थना प्रभु ना हम ऋण सुझी देले से साक्ष्य सुनिया पे इच्छा करू नहीं मु भाई। आपन को प्रार्थना रे रोग सुस्थ हला से साक्ष्य भी सुनिया पे इच्छा करू नहीं मु। आपन को प्रार्थना रे प्रभु गोटे सुंदर घर जगह से प्रार्थना भी सुनिया पे इच्छा करू नहीं। प्रभु जगांतु जे गोटे कथा सुनिया पे इच्छा। हमें परित्राण पाइलु, ऊर्ध्व दृष्टि करूछु, प्रभुंकर आगमन अपेक्षा रे अछु। एतिके साक्ष्य जदि देई पारले ओ आपन को के भी घुंचाई पारिबनी आपन स्थान रु। प्रार्थना करिबा। प्रेज द लॉर्ड, हालेलुया। महापवित्र प्रेमिक स्वर्गस्थ पिता, तुम्हारी पवित्र नाम को धन्यवाद देउछे सुंदर समय पाई और तुम्हारी सुंदर शक्ति युक्त वाक्य पाई धन्यवाद देउछे। बारंबार बारंबार तुम्हें आम मान को सतर्क कराओछ, चेतावनी देउछ, स्मरण कराओछ कि भविष्य तो किछि नाई जगत रे। ये ब्लेसिंग प्रोफेसी सब मिछ बोली तुम्हें हमको जणाउछ, एत धन्यवाद देउछ। कमर्शियल माइंडेड लोक मानकर प्रोफेसी सुनिकी जे परे में भ्रांतरे न पड़िबो साहाय्य करो, कारण यह भविष्यत बोली तुम्हारी वाक्य कहे। आउ आमे तुम्हारी वाक्य को तुमको विश्वास करछु लॉर्ड, वी बिलीव इन यू। आगामी क्रोधरु, आगामी समस्त महाक्लेश काल रही विपदरु केवल तुम्हारी आगमन ही हमको रक्षा करि पारिबो बोली जानि सारिलु। परित्राण प्राप्त हेबा पय साहाय्य करो, समस्त ऊर्ध्व दृष्टि करिबा पय साहाय्य करो, जगतर पृथक हेबा पय साहाय्य करो, जेतिकी संभव थिले सेतिकी पवित्र रहिबा पय लड़िबा को साहाय्य करो, पाप विरुद्ध रे लड़िबा को तुमे साहाय्य करो, विश्वस्त रहिबा को साहाय्य करो, हम परित्राण को हम विश्वास को धरि रखिया पय साहाय्य करो। तुम सामरो तुम्हारी कनेक्शन रो जेपरी कटि न जीवो एथि साहाय्य करो। ऊर्ध्व दृष्टि करी तुम्हारी आगमन रो अपेक्षा रे निजको प्रस्तुत करिया पय साहाय्य करो। वाक्य सुनिथिबा समस्त को आशीर्वाद करो, तुम्हारी आगमन पय प्रस्तुत करो, गौरव पाओ। धन्यवाद दे प्रार्थना प्रभु यीशु ख्रीष्टन को पवित्र नाम रे मागिली पिता, आमेन। एते बेले पिता परमेश्वर प्रेम और पुत्र प्रभु यीशु ख्रीष्टन असीम अनुग्रह, पवित्र आत्मा शांति सहायता सहभागिता, प्रभुंकर गौरवमय द्वितीय आगमन पर्यंत आम समस्त सदा सहवर्ती हूँ। आमेन। यीशु नाम रे जय, यीशु रक्त रे जय, काल्वरी क्रूस रो जय। हालेलुया, हालेलुया, हालेलुया। प्रेज द लॉर्ड। प्रभु आपन को आशीर्वाद करंतु। आसंता काली संध्या 7 रे पुनर्बार देखा हेबा। ग्रुप रे ऐड करे पा के मैसेज पठांतो नै, मु का को ऐड करू नै। आपण माने को बाटे लिंक थिले, आपण माने जे जॉइन करंतु, नले यूट्यूब रे देखो। आ ग्रुप रे का को ऐड करा हो नै, व्हाट्सएप ग्रुप की टेलीग्राम ग्रुप रे। ओके, गॉड ब्लेस यू, टेक केयर, बाय।